ଆମ ଘରେ ସେଦିନ ରୋଷେଇ ହେଇଥିଲା, ମୁଗ ଡାଲି ହେଇଥିଲା। ହଁ। ସେ ମୁଗ ଡାଲି କି ଦେଖିଦେଇକି କହୁଛି ଚିଚି ଏଗୁରାକ କିଏ ଖାଏ? ଆଖରେ ଖାଇଲା କି ନାଇଁ ଆଉ ମୁଁ ଯେତିକି ଜାଣିଛି ସେ ଖାଇନି ବୋଲି ମୁଗ ଡାଲି ଖାଇଲା। କହିଲେ ପୁରା ଡାଇରେକ୍ଟ ହଁ ହଁ ମୁଁ ବି କହିଛନ୍ତି। ନୂଆ ବୋହୁ ମୋରେ ବାଡ ବାଜିଲେନି। ଆଜ୍ଞା ଆଜ୍ଞା କହିଲେ ମୁଗ ଡାଲି ଆମର ଖାଇ ଖାଉନା। ତମକୁ କଣ ଲାଗୁଛି ବୋହୁଟା ଅତି ଓଭର ସ୍ମାର୍ଟ ଥିଲା ବୋଲି ଲାଗୁଛି? ମୂର୍ଖଟା ଆଜ୍ଞା, ସ୍ମାର୍ଟ କାହିଁ ହବ? ଘର କେମିତି କଣ କେତେ ତାଲା ବିଲ୍ଡିଂ ତାଙ୍କର? ନାଇଁ ଆଜ୍ଞା ଘର ଏମିତି ଆମରି ଘର ଗାଁ ସାହି ପଡିଶା ଭଳିଆ, ସେମିତି କିଛି ନାହିଁ। ନର୍ମାଲ ଲୋକ ଆଜ୍ଞା, ଗରିବ ଲୋକ। କୋଟିପତି ନୁହନ୍ତି ତ? ନାଇଁ ଆଜ୍ଞା। ସିଏ ବି ତ ଘରେ ମୁଗ ଡାଲି ଖାଉଥିବେ ତାଙ୍କର। ଭଗବାନ ଜାଣନ୍ତି, ଆମେ ଜାଣିନୁ। ସେ ତ ଆମ ଘରେ କହିଲେ ମୁଗ ଡାଲି ଚିଚି ମୁଁ ଖାଇବିନି ଆଉ। ମୁଗ ଡାଲି କି ଛିଚି କରିଦେଲେ। ଆଜ୍ଞା ଆଜ୍ଞା। ଇଏ ରାତି ପାଇଲେ ଘରର ଲକ୍ଷ୍ମୀ ହେଇଥାନ୍ତେ। ଆଜ୍ଞା। ଇଏ ଏମିତି କଣ ହେଲା ଯେ ଲାଷ୍ଟକୁ ଚତୁର୍ଥୀ ପୂର୍ବରୁ ହିଁ କେମିତି ମନେ ପଡିଲା କି ନାଇଁ ପୁଅଟା କଳାଟା ମୁଁ ସାଙ୍ଗେ ରହିପାରିବିନି, ମୁଁ ଛାଡିକି ପଳେଇବି। 3 ଦିନ ଲାଗିଗଲା ସ୍ମରଣ ଶକ୍ତି ଫେରିବା ପାଇଁ। ଆଜ୍ଞା ସେଇ କଥା ତ ସେ ଝିଅ ନା କିଛି ଗୋଟେ ଇଏ ପ୍ରି ପ୍ଲାନ ଆପଣଙ୍କୁ ବଦନାମ କରିବା ପାଇଁ। ଆଜ୍ଞା ମତେ ଲାଗୁଛି ସେଇଟା ଯୋଉ ଚତୁର୍ଥୀ ଦିନ ଯୋଉ କାମଟା ସେ କଲେ, ହଁ। ଆମର ରୋଷେଇବାସ ସରିଲାଣି, ସେ ସବୁ ଜାଣିଛନ୍ତି ଯେ ଚତୁର୍ଥୀ କେତେ ଆୟୋଜନ ଚାଲିଛି। 1,500 ଲୋକଙ୍କ ପାଇଁ ଖାଇବା ପିଇବା ହେଇଥିଲା, ଚିକେନ ମଟନ ସବୁ ମାନେ ସାଧାଠୁ ଲଗେଇ ସବୁ ହେଇଥିଲା। ଏମାନେ ଯେହେତୁ ଗ୍ୟାରେଜ କରିଛନ୍ତି, ଆଙ୍କର 1,000 ଲୋକ ସବୁ ଚିହ୍ନା, ଯେହେତୁ ସେମାନେ ଆସିକି ଖାଇବେ ସମସ୍ତେ। ଯେତେ ସବୁ କାମ କରନ୍ତି, ଯେତେ ଆମ ବହୁତ କଟକରୁ ବି ଆସିକି ଲୋକ କାମ କରନ୍ତି। ଏତେ ବଡ ନାଁ ଆଙ୍କ ଗ୍ୟାରେଜରେ, ମାନେ ତାଙ୍କ ଭଳିଆ ମିସ୍ତ୍ରୀ ଟେ ବି ମିଳିବନି। ଏତେ 1 ନମ୍ବର ମିସ୍ତ୍ରୀ ଦି ଭାଇ ଯାକ କାମ କଲେ ପଇସା ବି ଠିକ ସେ କଷ୍ଟମରଠୁ ନିଅନ୍ତି ନାହିଁ। ଯିଏ ଯାହା ଦେଲା ପକେଟରେ ଆଜ୍ଞା ପୁରେଇ ଦେବେ। ଏ ଭଲ ଲୋକ ବୋଲି ୟାଙ୍କୁ ସହଜରେ ନାମ ଦେଇକି ଯାଇଛନ୍ତି। ଆଜ୍ଞା ଆମେ ତ କାମ କରୁ, ଆମକୁ ଟଙ୍କାଟେ ନିଅନି, ଆମେ ସାଙ୍ଗ ବୋଲି ଚାହାଣା ପଇସା ଆମର ରଖିବେନି। ସେ ଝିଅ ହାତରେ ଫୋନ ଥିଲା? ଆଜ୍ଞା ଫୋନ ତ କଣ ତା ବାପା ଯେ କହିଥିଲେ, ଆମ ଝିଅ ଫୋନ ଧରେନି। ଯେତିକି ଦିନ ଆସିଥିଲେ ତାଙ୍କ ହାତରେ ଫୋନ ଥିଲା କି? ଆଜ୍ଞା ଫୋନ ଥିଲା। ତାପରେ କଣ ଲାଗୁଛି ଆପଣଙ୍କୁ ସେ ଫୋନରୁ ଖେଳେଇଲେ କିଛି ତଥ୍ୟ ଲୁଚିକି ରହିଛି? କାହା ସହିତ ଲିଙ୍କ ଥିବ କି କଣ ଥିବ? ସେମିତି ଆଜ୍ଞା ଆମେ ତରତର ହେଇନୁ ଆଜ୍ଞା, ଆମେ ତ କହୁଛୁ ଝିଅ ନମ୍ବର ଦିଅ ଆମେ କଥା ହବୁ। ତାପରେ ପୁଅକୁ ଯିବା ପାଇଁ ଟାଇମ ଦେଲେ ନାହିଁ, ପୁଅ ଯାଇଥାନ୍ତା ଦେଖିବାକୁ ନିଜେ, ହେଲେ ଆମେ କହୁଛୁ 4 ମାସ ଯାଉ, ଆଉ ଥରେ ପୁଅ ଯିବ ଦେଖିକି ଆସିବ। ସିଏ କହିଲେ ରଖେଇ ଦେଲେନି, ତାଙ୍କ ଘର ଲୋକ ବ୍ୟସ୍ତ କରି ବାହାଘର କରିଛନ୍ତି। ପୁଅକୁ ଭାଉଜ କହିଲେ ଯେ, ପୁଅ କହିଲେ ମୋ ଘର ଲୋକ ଯୋଉଠି ପସନ୍ଦ ମୋର ପସନ୍ଦ ବୋଲି। ଆପଣ ସେ ପୁଅ ସାଙ୍ଗରେ ଥରେ ଡାକିକି କଥା ହୁଅନ୍ତୁ, ବାଇଟ ନିଅନ୍ତୁ ତାଙ୍କଠୁ। ସେ ପୁଅ ଜାଣିବେ କୋଉ ଭଳିଆ ପିଲା, ଅତି ନିରୀହ ପିଲା ଆଜ୍ଞା, ବହୁତ ଭଲ ପିଲା। ତାକୁ ମାନେ ଯେତିକି ଲୋକ ଆପଣ ଭଲ ପାଆନ୍ତି, ଇମାନ ସାଗର ଯେତିକି ଭଲ ପାଆନ୍ତି, ସେ ପିଲାକୁ ସେତିକି ଭଲ ପାଆନ୍ତି। ସେ ଗୀତ ଗାଆନ୍ତି? ନା ଗୀତ ଗାଏ ନାହିଁ ଯେ, କିନ୍ତୁ ସେଇ ଟାଇପର ପିଲାଟା ସେଇଭଳିଆ ନିରୀହ ବୋଲି ଆଜି ଫସିଗଲେ ଆଜ୍ଞା। ଆଉ କିଏ ତାଙ୍କ ଜାଗାରେ ଥିଲେ ତ ଏତେବେଳକୁ ଅଲଗା କିଛି ପଦକ୍ଷେପ ନେଇଥାନ୍ତେ। ଆଜ୍ଞା ତାକୁ ଆମେ ବହୁତ ବୁଝେଇଛୁ, ସାଙ୍ଗେ ସାଙ୍ଗେ ନଗଦରେ ଆମେ ତାକୁ ବୁଝେଇଛୁ, ମୁଁ ନିଜେ ବୁଝେଇଛି ତାକୁ। ସେ କଣ ସୁଇସାଇଡ ଆଟେମ୍ପ୍ଟ ନଉଥିଲେ? ସୁସାଇଡ ନୁହଁ, ତା ପାଗଳା ପରୀକ୍ଷା ପୁରା ହଉଥିଲା। ପାଗଳା ପରୀକ୍ଷା ହଉଥିଲା, କଣ ଯେ କରିଥାନ୍ତା ଆମେ କହିଲୁ ଆମେ ସବୁ ଅଛୁ। ଜାଣିଲେ ମାନେ ଝିଅ କଥା, ଝିଅ ପଳେଇଲା ଆଉ ଆସିବନି ବୋଲି କହୁଛି। ସେ ବା ନିଜେ ଯାଇଥିଲା ଛାଡିବାକୁ।